आजिकल टुकेल मैंने कहसन ना महिला मैंने कि डॉक्टर भीमराव रामजी अम्बेडकर आम लगी काଣା करथिले बोलिकरी। तो सुनो तुम लगी काଣା काଣା करथिले मुई सब गुट गुट कर बुझामी आरो वीडियोटाके पूरा लास्ट तक देखो ହେଲା। କାହାଣୀ ପ୍ରଥା ଏଥିରେ ଗାଁରେ ଯଦି କିଛି ବି ରୋଗ ବ୍ୟାଧି ହେଉଥିଲା କିଛି ବି ଦୁର୍ଘଟଣା ଘଟୁଥିଲା ତ ତେବେ ମାନେ ଗୋଟେ ବିଧବା ମହିଳା ୟା ଅସହାୟ ମହିଳା ଦଳିତ ବର୍ଗର ମହିଳାମାନକେ ଏଥିଲାଗି ଦାୟୀ କରାଯାଉଥିଲା ଆର୍ ତାହାକୁ ଗାଁରୁ ମାନେ ବାସନ୍ଦ କରାଯାଉଥିଲା। ଆଉ ଏଇଥି ରିଜନ୍ ଥିଲା କି ଯେ ତାର ଜମି ହଡ଼ପ ପାଇବାର୍ ଲାଗି ସେମାନଙ୍କର ଜମି ହଡ଼ପ ପାଇବାର୍ ଲାଗି ଆରୁ ସେମାନଙ୍କର ଉପରେ ମାନେ ଶାରୀରିକ ସମ୍ପର୍କ ରଖବାର୍ ଲାଗି ଏଇଟା ଗୋଟେ ତାଙ୍କର ମାନେ ବ୍ରାଣ୍ଡ ବନେଇ ଦେଇଥିଲେ କି ଗୋଟେ ମାଝିକେ ମାନେ ଗୋଟେ ମହିଳାକେ ମାନେ ଡାହାଣୀ କହିକିରି ଆଉ ଗାଁରୁ ଭଗେଇ ଦେଉଥିଲେ ଆଉ ଗାଁରୁ ଭଗେଇ ସାରିଲା ପରେ ତାହାକେ ଶୁଦ୍ଧ କରବାର୍ ନାଁରେ ତାକେ ପୁଣି ତାର ସାଙ୍ଗେ ଶାରୀରିକ ସମ୍ପର୍କ ରଖୁଥିଲେ ଆଉ ତାହାକେ ଅତ୍ୟାଚାର କରୁଥିଲେ ଆଉ ଜୀବନରୁ ତାହାକେ ମାରି ବି ଦେଉଥିଲେ। ଧୀରେ ହେଲା ଧୂଆଁ ଅଛୁଆଁ ସାମାଜିକ ଭେଦଭାବ ଅନଟଚେବିଲିଟି ଏଥିରେ ଜଣେ ମହିଳାକେ ମାନେ କେନ୍ କୂଅରୁ ଯଦି ପାଣି ଛୁଇଁ ଦେଲା ୟା ମନ୍ଦିରକେ ପ୍ରବେଶ କଲା ୟା ଚପଲ ମାଡ଼ିକିରି ଗଲା ତ ତାହାକେ ମାନେ ଜରିମାନା ଦେବାକେ ପଡ଼ୁଥିଲା ଆଉ ତାହାକେ ଅତ୍ୟାଚାର କରୁଥିଲେ ତାହାକେ ମାନେ ଅଶୁଦ୍ଧ ବୋଲି ମାନେ ବିବେଚନା କରୁଥିଲେ ଆଉ ତାହାକେ ସମାଜରୁ ପସନ୍ଦ କରିଦିଆଯାଉଥିଲା ଆଉ ପରେକା ତାହାକେ ସେଇ ଗାଁର ମୁଖିଆ ମାନେ ଯେଉଁ ବ୍ରାହ୍ମଣବାଦୀ ମାନେ ତାହାକେ ମାନେ ଶୁଦ୍ଧ ପ୍ରକ୍ରିୟା ନାଁରେ ତାଠାରୁ ମାନେ ପଇସା ବି ନେଉଥିଲେ ଆଉ ତାହାକେ ଅତ୍ୟାଚାର ବି କରୁଥିଲେ। ପ୍ରଥାରେ ଯଦି ଗାଁରେ ଯଦି ଗୋଟେ ମନୁଷ ମରିଯାଉଛେ ତାର ୱାଇଫ୍କେ ତାର ସାଙ୍ଗେ ହିଁ ମାନେ ବାଧ୍ୟ କରିକି ତାହାକେ ନିଶା ଦ୍ରବ୍ୟ ଦେଇକିରି ତାହାକେ ଅଚେତ କରିକିରି ସେଇ ଚିତା ଉପରେ ତାହାକେ ଶୋଇ ଦିଆଯାଉଥିଲା ଆଉ ତାହାକେ ଜବରଦସ୍ତି ନିଆଁରେ ମାନେ ପୋଡ଼ି ଦିଆଯାଉଥିଲା। ଆଉ ଗୋଟେ ହେଲା ନେକ୍ସଟ ବାଲ୍ୟ ବିବାହ ପ୍ରଥା ମାନେ ଗୋଟେ ଛୁଆକେ ତାର ଉମର ନେଇ ହେଇକିରି ତା ବୟସ ନେଇ ହେଇକିରି ତାହାକେ କମ୍ ଉମରରୁ ମାନେ ଜଣେକର ଗଲାରେ ବାନ୍ଧି ଯାଉଥିଲା ମାନେ ଛୁଆ ବେଲୁ ତାହାକେ ଗୋଟେ ମନୁଷର ଅଣ୍ଡରରେ ରହିବାର ତାହାକେ ମାନେ ବାଧ୍ୟ କରାଯାଉଥିଲା ଛୁଆ ବେଲୁ ବିବାହ କରା ଦିଆଯାଉଥିଲା କେତେ ନି ଅତ୍ୟାଚାର ଥିଲା। ଆଉ ଡକ୍ଟର ଭୀମରାव ରାମଜୀ ଆମ୍ବେଦକର ଡକ୍ଟର ବାବା ସାହେବ ଦଲିତ ମାନଙ୍କର ଲାଗି କାଣା ନେଇ କରିଛନ୍ ମହିଳାମାନଙ୍କର ଲାଗି କାଣା ନେଇ କରିଛନ୍ ଫିର୍ ବି କହୁଛନ୍ କି ଡକ୍ଟର ଭୀମରାव ରାମଜୀ ଆମ୍ବେଦକର ଆମ ଲାଗି କାଣା କରିଛନ୍ ବହୁତ ଦୁଃଖର କଥା। ଦେବଦାସୀ ଯୁଗିନୀ ପ୍ରଥା ଏହି ପ୍ରଥାରେ ପଛୁଆ ବର୍ଗର ଗରିବ ଶ୍ରେଣୀର ଲୋକମାନକେ ଭଗବାନ ମନ୍ଦିର ନାଁରେ ସମର୍ପିତ କରାଯାଉଥିଲା ଆରୁ ପରେକା ସେମାନଙ୍କର ଶୁଦ୍ଧ ପବିତ୍ରତା ନାଁରେ ମାନେ ସେମାନକେ ଶାରୀରିକ ସମ୍ପର୍କ ରଖୁଥିଲେ ସେମାନଙ୍କର ସାଙ୍ଗେ ସେମାନେ ସେତେବେଳେ ମନ୍ଦିର ପୂଜାରୀ ବ୍ରାହ୍ମଣବାଦୀ ମାନେ ଦଲିତ ଝିଅମାନକେ ଶାରୀରିକ ସମ୍ପର୍କ ଶୋଷଣ କରୁଥିଲେ ଆଉ ଏସବୁ କୁପ୍ରଥାକେ ଦୂର କଲେ ଆମର ଡକ୍ଟର ଭୀମରାव ରାମଜୀ ଆମ୍ବେଦକର ଡକ୍ଟର ବାବା ସାହେବ ଆଉ ସମାଜରେ ଯେନ୍ ପାପାକେ ପରିଗରିକି ଯେନ୍ ଆଜାଦରେ ନେଇ ଘୁମୁଛ କେଁ ଏଇଟା ହଉଛି ବାବା ସାହେବଙ୍କର ଦେହନେ ନାଇଁ ତ କେନ୍ କନେ ଯାଇକିରି ଶୋଇଥିତ। ଜୟ ଭୀମ।